ସାଇ ସନ୍ଦେଶରେ ବାବା କହୁଛନ୍ତି, ମୁଁ ଜାଣିଛି ତୁ ତୋର ସବୁ ଚେଷ୍ଟା ହରାଇ ବସିଲୁଣି। ତୋ ଜୀବନର ସଫଳତା ତୋ ପାଖକୁ ଆସିବନି। ତତେ ସଫଳତା ପାଖକୁ ଯିବାକୁ ପଡ଼ିବ। ଯେତେବେଳେ ତମର କୌଣସି କାମ ତମ ଇଚ୍ଛା ଅନୁସାରେ ହେଉନି, ତାହେଲେ ନିରାଶ ହୁଅ ନାହିଁ। ଭଗବାନଙ୍କୁ ଧନ୍ୟବାଦ ଦିଅ ଯେ ସେ ତାଙ୍କ କୃପା ଦୃଷ୍ଟି ତମ ଉପରେ ରଖିଲେଣି। ସେଥିପାଇଁ ତ ତାଙ୍କ ଇଚ୍ଛାରେ ସେ ତମର ସବୁ କାର୍ଯ୍ୟ କରିଦେବେ, ଆଉ ତାହା ତମ ପାଇଁ ମଙ୍ଗଳ ହେବ। ଯଦି ତମେ ଖରାପ ସମୟ ଦେଇ ଗତି କରୁଛ, ତାହେଲେ ମନେ ରଖ, ସେହି ଖରାପ ସମୟରେ ତମ ଜୀବନରୁ ବହୁତ ବଡ଼ ବଡ଼ ଖରାପ ଲୋକ ଚାଲି ଯାଇଛନ୍ତି। ମଣିଷ ଭୁଲ କରିବନି। ଯେଉଁ ଶିକ୍ଷା ପାଇଥାଏ ତାହା ଆଉ କୌଣସି ମାଧ୍ୟମରେ ଶିଖିପାରିବନି। ବହୁତ ଲୋକ ଏଥିପାଇଁ ସଫଳତା ପାଆନ୍ତି ନାହିଁ, କାରଣ ସେମାନେ ଅନ୍ୟମାନଙ୍କ କଥାକୁ ବେଶୀ ଗୁରୁତ୍ୱ ଦିଅନ୍ତି। ଅନ୍ୟର କଥାକୁ ନୁହେଁ, ବରଂ ନିଜ ମନ ଆଉ ମସ୍ତିଷ୍କର କଥାକୁ ଶୁଣ। ଜୀବନରେ ଭୁଲ ହୁଏ, ଅନ୍ୟର ସେବା କର, କିନ୍ତୁ ନିଜ ଇଚ୍ଛାକୁ ଅନ୍ୟମାନଙ୍କ ସାମ୍ନାରେ ଦେଖାଅ ନାହିଁ। ଏ ସଂସାର ଭଲ କାହାର ବି ସହିବନି। ସିଏ ତମେ ହୁଅ କି ଅନ୍ୟ କେହି, କାହାର ବି ସୁଖ ଏ ସଂସାର ଦେଖିପାରିବନି। ତମ ଜୀବନରେ ଯାହା ହେବାର ଅଛି ତାହା ହେଇକି ହିଁ ରହିବ, ଆଉ ଯାହା ହେବାର ନାହିଁ ତାହା କେବେ ବି ହେବନି। ଏମିତି ଚିନ୍ତାଧାରା ଯାହା ବୁଦ୍ଧିରେ ଅଛି ତାକୁ ଚିନ୍ତା କେବେ ବି ହରେଇ ପାରିବ ନାହିଁ। ନିଜକୁ ଦୁର୍ବଳ ଭାବିବା ସବୁଠୁ ବଡ଼ ପାପ। ଯଦି ତଳେ କେବେ ବି ପଡ଼ିଯାଉଛ, ଉଠିବାକୁ ନିଜେ ଚେଷ୍ଟା କର। ଲଢ଼, ପୁରା ନିଷ୍ଠାର ସହିତ କର୍ମ ଆଉ କର୍ତ୍ତବ୍ୟ ନିଭାଅ। ବାକି ସବୁ ତମେ ଭଗବାନଙ୍କ ଉପରେ ଛାଡ଼ିଦିଅ। ଯଦି ଭଗବାନ ତମକୁ ଦୁଃଖ ପାଖକୁ ନେଇକି ଆସିଛନ୍ତି ନା, ସେ ନିଶ୍ଚୟ ତମକୁ କଷ୍ଟରୁ ପାର ମଧ୍ୟ କରିବେ। ତମେ ଭଗବାନଙ୍କ ପାଖରେ ନିଜକୁ ସମର୍ପିତ କରିଦିଅ। ସେ ତମ ସାମ୍ନାରେ ପୁରା ଦୁନିଆ ରଖିଦେବେ, ଦେଖିବ। ଜୀବନରେ କିଛି ପାଇବାର ଅଛି ତ ନିଜ ଉପରେ ଦୃଢ଼ ବିଶ୍ୱାସ ରଖ। ସାହାରା ଯେତେ ସତ୍ୟ ଆଉ ଭଲ ହେଉଥାଉ ନା କାହିଁକି, ଦିନେ ନା ଦିନେ ତମ ହାତ ନିଶ୍ଚିନ୍ତ ଛାଡ଼ିବ। କିଛି ଜିନିଷ ଏମିତି ଯାହାକି ନ ମାଗି ମଧ୍ୟ ଆମକୁ ମିଳେ। ଆଉ କିଛି ଜିନିଷ ଏମିତି ଅଛି ଯେ ସେମାନଙ୍କୁ ଆମେ ନ ଡାକି ମଧ୍ୟ ସେମାନେ ଆମର ନିକଟତର ହୁଅନ୍ତି। ଅଗ୍ନିର ଉଷ୍ଣତା ହେଉ, ଜଳରୁ ଶୀତଳତା ଏବଂ ଗୋଲାପରୁ ସୁଗନ୍ଧ ମଧ୍ୟ ପାଇଥାଉ। ଭଗବାନ କୁହନ୍ତି, ଯିଏ ମୋ ସହ ବନ୍ଧା ତାକୁ ମୁଁ ସବୁ ଯୁଗରେ ଖୋଜିକି ପାଇଯିବି। ଭଗବାନ ଆମକୁ ସେହି ପରିସ୍ଥିତିରୁ ରକ୍ଷା କରନ୍ତି ଯାହା ଆମେ କେବେ ବି କଳ୍ପନା ବି କରିବାନି। ହେ ସାଇନାଥ, ଆପଣଙ୍କ କୃପା ଏମିତି ରଖିଥାନ୍ତୁ। ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋ ପିଲାମାନେ, ଜୀବନରେ ସଦାବେଳେ ମନେ ରଖିବ, ଜୀବନକୁ ମିଠା କରିବାକୁ ହେଲେ ତମକୁ ପିତାର ରାସ୍ତା ଦେଇ ଯିବାକୁ ପଡ଼ିବ। ଜୀବନରେ ପରିବର୍ତ୍ତନ ସୁନିଶ୍ଚିତ, ଆଉ ଏ ପରିବର୍ତ୍ତନରେ ତମକୁ ଦିନେ ନା ଦିନେ ସଫଳତା ଦେବ। କୌଣସି ବି ପରିବର୍ତ୍ତନରେ ଡରିବାର ନାହିଁ। କେବେ କେବେ ପରିବର୍ତ୍ତନ ତମକୁ ଭଲ ଶିକ୍ଷା ମଧ୍ୟ ଦେଇଥାଏ। ଯାହା ଭାଗ୍ୟରେ ଲେଖା ହେଇଛି
ତାର କେବେ ଚିନ୍ତା କର ନାହିଁ। କାଲି କ'ଣ ହେବ ସେ କଥା ଭାବି ତମେ ଆଜିକୁ ନଷ୍ଟ କର ନାହିଁ। ଜୀବନରେ ଯଦି ତମ ଭାଗ୍ୟ କିଏ ବଦଳେଇ ପାରିବ ସେ ହେଉଛ ତମେ ନିଜେ। ନିଜର ସୁଖ ସମୟକୁ କେବେ ନଷ୍ଟ କର ନାହିଁ। ଆମକୁ କେଉଁଠି ପହଞ୍ଚିବାକୁ ହେଲେ ଗୋଟେ ସ୍ଥାନ ଛାଡ଼ିବାକୁ ପଡ଼ିଥାଏ। ସେଥିପାଇଁ ତମ ରାସ୍ତାରେ ଆଗେଇ ଚାଲ ଆଉ କର୍ମ କରିଚାଲ। କାଲି ହେଉଛି ତମର ଭବିଷ୍ୟତ। ଧନ ହେଉଛି ଆମର ମାର୍ଗ, ସଫଳତା ନୁହେଁ। ଆମ ଜୀବନର ପ୍ରକୃତ ସାଥୀ ହେଉଛି ଆତ୍ମବିଶ୍ୱାସ। ପରିଶ୍ରମ କର, ସଫଳତା ପାଇବ। ପରିଶ୍ରମ ଦ୍ୱାରା ଦେଖିବ ସଫଳତା ଆପେ ଆପେ ତମ ପାଖକୁ ଚାଲି ଆସିବ। ତମକୁ ଅନ୍ୟର ପାଖକୁ ଯିବାକୁ ପଡ଼ିବ ନାହିଁ। ବାସ୍ ନିଜ ଉପରେ ଦୃଢ଼ ବିଶ୍ୱାସ ରଖ ଆଉ ପୂର୍ଣ୍ଣ ବିଶ୍ୱାସର ସହିତ କର୍ମ କରିଚାଲ। ଦେଖିବ ସବୁ ସଫଳତାର ମାର୍ଗ ଆପେ ଆପେ ଖୋଲିଯିବ।